ନିର୍ବାଚନୀ ବାତାବରଣ ସାଧାରଣତଃ ଉପକୂଳର ବାତାବରଣରୁ ସାରା ଓଡ଼ିଶାକୁ ପ୍ରଭାବିତ କରିଥାଏ। ତ ଉପକୂଳ ଅଞ୍ଚଳର ଯେଉଁ ନିର୍ବାଚନୀ ହାୱା ରହିଛି ତାହା ପ୍ରଭାବିତ ସାରା ଓଡ଼ିଶାକୁ କରିଛି ଏବଂ ଆଜିର ଦିନରେ ମଧ୍ୟ ବିଜୁ ଜନତା ଦଳ ସପକ୍ଷରେ ଏବଂ ତାର ବିଗତ 24 ବର୍ଷର ବିକାଶର କାର୍ଯ୍ୟକ୍ରମ ସହିତ ବିଶେଷ ଭାବରେ ସ୍ୱାସ୍ଥ୍ୟ ସେବାଠୁ ଆରମ୍ଭ କରି ରୂପାନ୍ତରୀକରଣର ବିଭିନ୍ନ କାର୍ଯ୍ୟକ୍ରମ ସାରା ଓଡ଼ିଶାକୁ ପ୍ରଭାବିତ କରିଛି ଉପକୂଳ ଅଞ୍ଚଳ। କାରଣ ଏଇଠାରେ ହିଁ ଗଣମାଧ୍ୟମର ସମସ୍ତ ମୁଖ୍ୟ କାର୍ଯ୍ୟାଳୟ ଗଣମାଧ୍ୟମ ଜରିଆରେ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ନବୀନ ପଟ୍ଟନାୟକଙ୍କର ଯେଉଁ ନେତୃତ୍ୱ ସାରା ଭାରତବର୍ଷର ଚର୍ଚ୍ଚିତ ସେ ତାର ପ୍ରଭାବ ରହିଛି। ତ ଆଜି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବା ପାଇଁ ଯାଉଛି, ତାର ପ୍ରଭାବ ନିଶ୍ଚିତ ଭାବରେ ଏ ନିର୍ବାଚନରେ ରହିବ। ଯଦିଓ ଭାରତବର୍ଷର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କେନ୍ଦ୍ରମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସେମାନଙ୍କର ପ୍ରଚାରର କେନ୍ଦ୍ରସ୍ଥଳୀ କରିଛନ୍ତି ଓଡ଼ିଶାକୁ, ତା ସତ୍ତ୍ୱେ ମଧ୍ୟ ବିଜୁ ଜନତା ଦଳ ସପକ୍ଷରେ ଜନମତ ରହିବ। ଉପକୂଳର ବାତାବରଣ ସାମଗ୍ରିକ ଭାବରେ ପ୍ରଭାବିତ କରିଥାଏ। ଗଲା 24 ବର୍ଷର ନିରନ୍ତର ଯେଉଁ ନିର୍ବାଚନୀୟ ସଫଳତା ହେଇଛି ତାକୁ ଯଦି ଦେଖିବେ ଆପଣ ସ୍ଥିର ନିଶ୍ଚିତ ହେବେ। କାରଣ ଯେତେବେଳେ 30କୁ 30 ଜିଲ୍ଲା ପରିଷଦ ତୃଣମୂଳ ସ୍ତରର ନିର୍ବାଚନରେ ବିଜୁ ଜନତା ଦଳ ସପକ୍ଷରେ ଯାଇଛି, ତେଣୁ ଏ ନିର୍ବାଚନରେ ବହୁ ପ୍ରତିରୋଧ ସତ୍ତ୍ୱେ ବିଜୁ ଜନତା ଦଳର ସଫଳତା ରହିବ।